ପ୍ରକୃତରେ ମଦ ମଦ ନୁହେଁ, ମଦ ଗୋଟେ ଜହର, ମାନେ ଅତ୍ୟନ୍ତ ଉତ୍କଟ ବିଷ। ତାହା ସାଙ୍ଗେ ସାଙ୍ଗେ ନ ମାରିକି ଅତ୍ୟନ୍ତ ଯନ୍ତ୍ରଣା ଦେଇ ଦୀର୍ଘ ଦିନ ଶରୀରର ସବୁ ଅଙ୍ଗରେ ରୋଗ ସୃଷ୍ଟି କରି ମରିବାରେ ସାହାଯ୍ୟ କରେ। ତେଣୁ ମଦ ପ୍ରକୃତରେ ଜହର, ଜହର ଆଉ ସ୍ଲୋ ପଏଜନ। ଆସ୍ତେ ଆସ୍ତେ ସେ ଶରୀରକୁ ଘୁଣିକିରି ଖାଇ ଯାଇଥାଏ। ଆଉ ୟାକୁ ଯୋଉ ଆଲକୋହଲିଜିମ୍ ବର୍ତ୍ତମାନ ଗୋଟେ ହେଲାଣି ପୃଥିବୀର ଗ୍ଲୋବାଲ ପ୍ରୋବ୍ଲେମ। ସାରା ପୃଥିବୀରେ ବର୍ତ୍ତମାନ 26 ମିଲିୟନ ଲୋକ, ମାନେ ପାଖାପାଖି 2.5 କୋଟିରୁ ଉର୍ଦ୍ଧ୍ୱ ଲୋକ, ବର୍ତ୍ତମାନ 20 କୋଟି 26 କୋଟି ଲୋକ ମଦ ପିଉଛନ୍ତି। ସାରା ପୃଥିବୀରେ ବର୍ତ୍ତମାନ 26 କୋଟି ଲୋକ ଆଲକୋହଲିକ, ମାନେ ଅତ୍ୟନ୍ତ ନିଶାଳୀ। ସେମାନଙ୍କର ସାଂଘାତିକ ଅବସ୍ଥା। ସେମାନଙ୍କ ସଂଖ୍ୟାଟା 26 କୋଟି କହିଲେ ବୁଝା ପଡୁନି। ଆମ ଓଡ଼ିଶାରେ ଧରନ୍ତୁ 4.5 କୋଟି, ପଶ୍ଚିମବଙ୍ଗରେ 10 କୋଟି, ଆସାମରେ 4 କୋଟି, ଏବଂ ଉତ୍ତରାଞ୍ଚଳର ଯୋଉ ସବୁ ଆସାମ ରାଜ୍ୟ ସବୁ ଅଛି 4-5ଟା ରାଜ୍ୟ, ତାକୁ ସବୁ ମିଶିଲେ ସେମାନେ ହେଲେ 4 କୋଟି। ଇଏ ସବୁ ମିଶିଲେ ଯେତିକି, ତାଠୁ ଆହୁରି ଅଧିକ ଲୋକ ତାହେଲେ ବିହାରରୁ ଅଧା ଅଂଶ ମିଶିବାକୁ ପଡିବ। ତା ମାନେ ପୁରା ପୂର୍ବ ଭାରତରେ ଯେତିକି ଲୋକ ଅଛନ୍ତି, ସାରା ପୃଥିବୀରେ ସେତିକି ଲୋକ ଉତ୍କଟ ମଦ ପିଇକିରି ମଦର ଖରାପ ରୋଗ, ଖରାପ ଗୁଣ ଏବଂ ସବୁ ପ୍ରକାର ଦୁର୍ବଳତା ଭୋଗ କରୁଛନ୍ତି। ତେଣୁ ଏଇଟା ଗୋଟେ ପୃଥିବୀର ସାଂଘାତିକ ପ୍ରୋବ୍ଲେମ, ଆମର ନାହିଁ। ଆଉ ଆପଣ ଯୋଉ କହିଲେ କୋଉ କାଳରୁ ମଦ, ଆମର ତ ପୁରାଣରେ ଦେବତା ମାନେ ମଦ ପିଉଥିଲେ ସୋମରସ। ଯେ ମଦ କେତେ ସାଂଘାତିକ, ଯାହା ଈଶ୍ୱର ମଧ୍ୟ ରକ୍ଷା କରିପାରିବେ ନାହିଁ ଯଦି ଆପଣଙ୍କର ଅଭ୍ୟାସ ହେଇକରି ଆପଣଙ୍କର ଆଲକୋହଲିକ ହେଇଯିବେ, ଯେଉଁଥିରେ ମଦର ଅବସ୍ଥା ଆପଣ ନହେଲେ ଚଳିବେ ନାହିଁ। ତାକୁ କହନ୍ତି ଆଲକୋହଲିଜିମ୍। ଆପଣ ଆମ ଭାରତରେ ବର୍ତ୍ତମାନ କୁହାଯାଉଛି ଏଇ ଯୋଉ 26 କୋଟି ଲୋକରୁ 16 କୋଟି ଲୋକ ଭାରତରେ ଅଛନ୍ତି। ଏଇଟା ଗୋଟେ ଆଶ୍ଚର୍ଯ୍ୟ କଥା। ପୃଥିବୀରେ 26 କୋଟି ଲୋକ ମଦୁଆ, କିନ୍ତୁ ଭାରତରେ 16 କୋଟି, ମାନେ ସେଥିରେ ପୁଣି ହିସାବ ନାହିଁ। କାରଣ ଆମେ ଯଦି ରମ ହୁଇସ୍କୁ ନେଇକରି ମାନେ ହିସାବ କରିଛନ୍ତି, କାରଣ ସେମାନଙ୍କର କିଣା ବିକା ଅଛି। ଆଉ ଯୋଉ ଦେଶୀ ମଦ ଚାଲୁଛି, ଘର ତିଆରି ଆମର ଯୋଉ ପ୍ରକାରର ମଦ, ମହୁଲି ମଦ, ହାଣ୍ଡିଆ ମଦ, ଆଉ ସବୁ ଅନ୍ୟାନ୍ୟ ଗୁଡ ମଦ, ତେଣୁ ଏ ପ୍ରକାରର ମଦ ଯେ କେତେ ଅଛି ତାର ହିସାବ କିଛି ନାହିଁ। ତେଣୁ ଏଇଥିରୁ ଆପଣ ଜାଣିବେ ମଦରେ କେତେ ଲୋକ ଖାଉଛନ୍ତି, ମରୁଛନ୍ତି, କହିବାର ବନ୍ଦୋବସ୍ତ ମାନେ ଗଣନା ବି ସୁବିଧା ଆମେ କରିପାରିବା ନାହିଁ, ଅଗଣିତ ବୋଲି ଆପଣ ବର୍ତ୍ତମାନ କହିପାରିବା। ଏବଂ ମଦର ସବୁଠୁ କଣ କଣ ଖରାପ ଗୁଣ ଆମେ ଯଦି ଆଲୋଚନା କରିବା, ତାହେଲେ ପ୍ରଥମ ହେଲା ପରିପାକ ବିଭାଗ। ଆମେ ପାଟି ବାଟେ ପିଉଛେ, ତେଣୁ ପାଟିରେ ମଧ୍ୟ ଦୀର୍ଘ ଦିନ ମଦ ପିଇଲେ ପାଟିରେ ଘା ହେଇଯିବ। ଆମର ଯୋଉ ମାଢି ଅଛି, ଯୋଉଥିରୁ ଦାନ୍ତ ବାହାରିଛି, ଯୋଉ ଦାନ୍ତର ମାଢି, ସେଗୁଡାକ ଫୁଲିଯିବ। ଜିଭରେ ଭିଟାମିନ ଅଭାବରୁ ଘା ହେଇକିରି ଆପଣ ରାଗ ଖାଇପାରିବା ନାହିଁ। କଡ ଯାକ ସବୁ ବଣି ତୁଣ୍ଡିଆ ହେଇଯିବ ଏବଂ ପାଟି ଭିତର ନାଲିଆ ପଡି ଯାହା ଖାଇଲେ ପୋଡିବ। ଏଇଟା ପାଟି। ଏହା ବ୍ୟତୀତ ଖାଦ୍ୟନଳୀ, ପାକସ୍ଥଳୀ, ଲିଭର ବା ଯକୃତ, ତେଣୁ ଅନ୍ତର୍ନଳୀ, ସବୁଥିରେ ମଦର ପ୍ରଭାବ ଅଛି। ଆଉ ସବୁଠୁ ବଡ କଥା ହେଲା ମଦର ଯକୃତ ଉପରେ ପ୍ରଭାବ। ମୁଁ ଆପଣଙ୍କୁ ଗୋଟେ ଏଇଠି ଚିତ୍ର ଦେଖେଇବି। ଏଇ ଚିତ୍ରଟା ଆପଣ ଧ୍ୟାନ ସହିତ ଦେଖନ୍ତୁ। ୟାକୁ ପ୍ରଥମ ଚିତ୍ରଟି ହେଲା ନର୍ମାଲ ଲିଭର ବା ସୁସ୍ଥ ଲିଭର। ତାର ରଙ୍ଗଟା ଟିକେ ନାରଙ୍ଗୀ ଏବଂ ଆପଣ ଦେଖିଥିବେ ମାଂସ କାଟିଲା ବେଳେ এই লিভর বা কলিজার খଣ୍ଡে খଣ୍ଡେ কাটিকি পকাଯାଏ। এবং তার ডাহাণକୁ ডাହାଣକୁ লিଭରର ବିଭିନ୍ନ ଅବସ୍ଥା ଅଛି। ତାକୁ କହୁଛନ୍ତି ଫ୍ୟାଟି ଲିଭର ଡିଜିଜ। ସେଥିରେ ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ ହେଲା ସବୁଠୁ ସାଂଘାତିକ। ପ୍ରଥମ ଅବସ୍ଥାରେ ପ୍ରଥମ ଡାହାଣ ଚିତ୍ର, ତା ତଳକୁ ଅତି ଯେତେବେଳେ ଚର୍ବି ଜମିଯାଏ ସେ ଧଳା ହେଇ ପଡିଯାଏ। ତା ତଳକୁ ଅଧିକ ହେଇଗଲେ ସେ ସିରୋସିସ୍ ବା ଜଳ ଉଦରୀ ହେଇଯାଏ। ତା ତଳକୁ ଅଧିକ ହେଇଗଲେ କ୍ୟାନ୍ସର ହେଇଯାଏ। লিভর ক্যান্সর ମଧ୍ୟ মদ্যপাନରୁ ସୃଷ୍ଟି ହୁଏ। সেটা ଜଳ ଉଦରୀ লিভର ପରେ, ଜଳ ଉଦରୀ ବା ସିରୋସିସ୍ ଅଫ লিଭର ପରେ ଚତୁର୍ଥ ବା ଶେଷ ଅବସ୍ଥା, ଏଇ ଯୋଉ ଚିତ୍ରଟା ଆପଣ ଦେଖୁଛନ୍ତି, লিଭର ଶୁଖିକିରି ବଙ୍କା ହେଇଯାଉଛି, ମାନେ ତା ଭିତର ଗୁଡାକ ଜାକି ହେଇଯାଇଛି, ତା ଭିତରୁ କ୍ୟାନ୍ସର ବାହାରି ପଡିଛି। ତେଣୁ ଏଇଥିରୁ ଆପଣ ଜାଣିବେ লিଭରର ଯେତେ ପ୍ରକାରର ରୋଗ ସବୁ ମଦ୍ୟପାନ ଦ୍ୱାରା ସମ୍ଭବ ହବାର ସମ୍ଭାବନା ଅଛି। ଏହା ବ୍ୟତୀତ ମସ୍ତିଷ୍କ, ମସ୍ତିଷ୍କରେ ବ୍ରେନଟା ଛୋଟ ହେଇଯିବ, ତାକୁ କହନ୍ତି ବ୍ରେନ ଆଟ୍ରୋଫି। ସେ ସବୁ ଭୁଲିଯିବ। ତାର 5-10 ବର୍ଷ ମଦ ପିଇଲା ପରେ ତାର ଦିନ କାଳ ବାର କିଛି ମନେ ରହିବ। ଅଭ୍ୟାସ ହେଇଗଲା ପରେ ସେ ଦିନରେ ଶୋଉଛି, ରାତିରେ ଶୋଉଛି, ଫରକ କିଛି ଜାଣିପାରିବନି। କାହାକୁ କଣ କହୁଛି ସେ ବି ମନେ ରଖିପାରିବନି। ଏହା ବ୍ୟତୀତ ତା ଗୋଡ ସବୁ ତୁଳାରେ ଚାଲିଲା ଭଳିଆ ଲାଗିବ, କାଦୁଅରେ ଚାଲିଲା ଲାଗିବ, ଗୋଡ ଝିମ୍ ଝିମ୍ ହେଇଯିବ। ତାକୁ କହୁଛନ୍ତି ପେରିଫେରାଲ ନ୍ୟୁରୋପାଥି। ବ୍ରେନଟା ଶୁଖିଯିବ ପୁରା, ବ୍ରେନ ଆଟ୍ରୋଫି ତାକୁ କହୁଛନ୍ତି। ଏହା ବ୍ୟତୀତ ସବୁ ଯାକ ସ୍ନାୟୁର ଉପର ଯୋଉ ଘୋରଣୀ ଅଛି ସେଗୁଡାକ ସବୁ ଛିଣ୍ଡିକିରି ତାକୁ କହନ୍ତି ନ୍ୟୁରାଇଟିସ୍,
ସେଗୁଡାକ ସବୁ ହେଇଯିବ ଆଲକୋହଲିକ ନ୍ୟୁରାଇଟିସ୍। ଆଚ୍ଛା ସାର୍, ବର୍ତ୍ତମାନ ଆଉ କଥା କହିଦିଏ, ଏ ଆଖିକି ବି ଫୁଟେଇ ଦେଇପାରିବ, ହାର୍ଟରେ ହାର୍ଟ ଆଟାକ୍ କରେଇ ଦେଇପାରିବ, ହାର୍ଟକୁ ଗୋଟେ କାଢିବ, ମାୟୋପାଥି ରୋଗ କହୁଛନ୍ତି, ମାଂସ ଗୁଡାକ ଫୁଲିକିରି ରହିବ, ସେଥିରେ ଆଉ ଅପରେସନ କରିବା କିଛି ନାହିଁ। ହାର୍ଟର ମାଂସ ସଂକୁଚିତ ପ୍ରସାରିତ ଠିକ ଭାବରେ ନ ହେଇକରି ହାର୍ଟ ଫେଲିୟର ହବ, ସବୁବେଳେ ଗୋଡ ଫୁଲିଯିବ। ଏଇ ଯୋଉ ପ୍ରକାରର ଅବସ୍ଥା, ମାନେ ପେଟ ଫୁଲିଯିବ, ଯାହାକୁ ଜଳ ଉଦରୀ କହନ୍ତି, ନିଶ୍ୱାସ ନେବାରେ କଷ୍ଟ ହବ ଏବଂ ବେକ ମୂଳର ଧମନୀ ଶିରା ସବୁ ଫୁଲିଯିବେ, ଏଇ ସବୁ ପ୍ରକାର ଗୋଟେ କାର୍ଡିଓପାଥି ୱିଥ୍ ହାର୍ଟ ଫେଲିୟର ତାକୁ କହନ୍ତି।